ଓମ୍ ବ୍ରହ୍ମ ପରମ ବ୍ରହ୍ମ କୂଳ ମାଲିକ ରାଧାସ୍ୱାମୀ ଦୟାଳୁଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟ ଶ୍ରୀ ଶ୍ରୀ ବଡ଼ ମାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଶ୍ରୀ ଶ୍ରୀ ବଡ଼ଦା ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ମୁଁ ଆଜି ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତି ଆପଣମାନଙ୍କ ଆଗରେ ତୋଳି ଧରିବି। ଭୁଲ ଥିଲେ କ୍ଷମା ଦେବେ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ଯଦି କେତେବେଳେ ଦୁଃଖ କଷ୍ଟକୁ ମଧ୍ୟ ଠେଲି ଦିଏ, ଭୟ କରନା, କାରଣ ମୋର ଉଦ୍ଦେଶ୍ୟ ହିଁ ରହିବ ଦୁଃଖ ଆଡ଼କୁ ନେଇ ତାପରେ ନେକ୍ସଟ ହାଇଜର ପଜିଟିଭ ଆଡ଼କୁ ନେଇଯିବା। ବିପଦକୁ ଅତିକ୍ରମ ନ କରି ସମ୍ପଦର ଅଧିକାରୀ ହେବ କିପରି? ପରମ ପିତା ପରୀକ୍ଷା କରିବେନି ଯେ ତୁମେ ତାଙ୍କୁ ଚାହଁ କି ନା, ଏବଂ ତାଙ୍କରି ପାଇଁ ସବୁ ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛ କି ନା। ପ୍ରାଣ ଯାହାର ପରମ ପିତାକୁ ନେଇ ବ୍ୟସ୍ତ, ଦୁନିଆର କୌଣସି କଷ୍ଟ ହିଁ ତାକୁ କାବୁ କରିପାରେ ନା। କୌଣସି ପ୍ରଲୋଭନ ହିଁ ତାକୁ ପ୍ରଲୁବ୍ଧ କରିପାରେ ନା। କୌଣସି ଭୟ ହିଁ ତାକୁ ଭୀତ କରିପାରେ ନା। ତେଣୁ ମୁଁ କହେ, ଅଚ୍ୟୁତ ଇଷ୍ଟନିଷ୍ଠ ହୁଅ। ଏହାଠାରୁ ବଡ଼ ଲାଭ ବା ପ୍ରାପ୍ତି ତ୍ରିଭୁବନରେ କିଛି ନାହିଁ। ଝଡ଼ ଝଞ୍ଜା ଯେତେ ହିଁ ଆସୁ, ମନରେ ରଖିବୁ ଜୋର। ମଥାରେ ଅଛନ୍ତି ଦୟାଳ ଠାକୁର, ଭାବନା କିବା ତୋର। ଝଡ଼ ଝଞ୍ଜା ଯେତେ ହିଁ ଆସୁ, ମନରେ ରଖିବୁ ଜୋର। ମଥାରେ ଅଛନ୍ତି ଦୟାଳ ଠାକୁର, ଭାବନା କିବା ତୋର। ଶ୍ରୀ ଶ୍ରୀ ଠାକୁର। ଜୟ ଗୁରୁ। ଏବେ ଚାଲନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 85 ବାଣୀ। ସେବାରେ ପୂଜା ଓ ସ୍ନେହ। ତୁମେ ଶ୍ରେଷ୍ଠକୁ ଧାରଣ ଓ ପୂଜା କର, ସାନକୁ ସ୍ନେହ ଓ ଉନ୍ନତ କର। ସମସ୍ତଙ୍କର ଯଥୋପଯୁକ୍ତ ଭାବରେ ସେବା କର। ବାଣୀ ସଂଖ୍ୟା 85। ପୁଣି ଥରେ, ସେବାରେ ପୂଜା ଓ ସ୍ନେହ। ତୁମେ ଶ୍ରେଷ୍ଠକୁ ଧାରଣ ଓ ପୂଜା କର, ସାନକୁ ସ୍ନେହ ଓ ଉନ୍ନତ କର। ସମସ୍ତଙ୍କର ଯଥୋପଯୁକ୍ତ ଭାବରେ ସେବା କର। ବାଣୀ ସଂଖ୍ୟା 85। ଜୟ ଗୁରୁ।